କୌଣସି ବି ରାଜନୀତିକ ଦୁର୍ଗ ସେତେବେଳେ ଭୁଷୁଡ଼େ ଯେତେବେଳେ ଲୋକଙ୍କ ବିଶ୍ୱାସର ମାପକାଠି ବଦଳିଯାଏ। ଆଜି ଆମେ ଓଡ଼ିଶାର ବରମ୍ବା ନିର୍ବାଚନ ମଣ୍ଡଳୀର 2024 ଫଳାଫଳକୁ ଗଭୀର ଭାବରେ ଦେଖିବା। ଏଠାରେ ପ୍ରାୟ 3 ଦଶନ୍ଧିର ରାଜନୀତି ଗୋଟିଏ ଝଟକାରେ ଓଲଟିଗଲା। ଦେଖନ୍ତୁ, ଏହା କେବଳ ଗୋଟେ ନିର୍ବାଚନ ହାରିବାର କଥା ନୁହେଁ, ବରଂ ଏହା ଶାସନ ପାଇଁ ଏକ ବହୁତ ବଡ଼ ଶିକ୍ଷା। ଆମେ ଏଠି କୌଣସି ବ୍ୟକ୍ତି ବିଶେଷଙ୍କୁ ନୁହେଁ, ବରଂ ପୂରା ବ୍ୟବସ୍ଥାକୁ ବିଶ୍ଳେଷଣ କରିବା। ତେବେ ଆସନ୍ତୁ ପ୍ରଥମେ ଦେଖିବା ଏହି କ୍ଷେତ୍ରଟିକୁ। ବାରମ୍ବା କଟକ ଜିଲ୍ଲାର ଗୋଟିଏ ଗ୍ରାମୀଣ ନିର୍ବାଚନ ମଣ୍ଡଳୀ। ଏଠାକାର ଲୋକଙ୍କର ଜୀବନ ସେମାନଙ୍କର ଜମି, ପାଣି ଆଉ ସ୍ଥାନୀୟ ଅର୍ଥନୀତି ସହିତ ବାନ୍ଧି ହୋଇ ରହିଛି। ଆଉ ଶେଷରେ ଏହି ମାଟିର କଥା ହିଁ ଭୋଟବକ୍ସରେ ନିଜର ଶକ୍ତି ଦେଖାଇଲା। ଆଉ ଫଳାଫଳ? ସତ କହିବାକୁ ଗଲେ ଏହା ସମସ୍ତଙ୍କୁ ଚକିତ କରିଦେଲା। ବିଜୁ ଜନତା ଦଳ, ଯିଏ ପାଖାପାଖି 3 ଦଶନ୍ଧି ଧରି ଏହି ଆସନକୁ ନିଜର ଗଡ଼ ବୋଲି ଭାବୁଥିଲା, ସେହି ଗଡ଼ ଏଥର ମାଟିରେ ମିଶିଗଲା। ଏହା କେବଳ ଗୋଟେ ସାଧାରଣ ପରାଜୟ ନଥିଲା, ଏହା ଥିଲା ଗୋଟେ ବଡ଼ ରାଜନୈତିକ ଭୂକମ୍ପ। ପରାଜୟର ଆକାର କେତେ ବଡ଼ ଥିଲା? ସଂଖ୍ୟା ଦେଖନ୍ତୁ, ଋଣାତ୍ମକ 18.3%। 2019 ତୁଳନାରେ 2024ରେ ବିଜେଡିର ଭୋଟ ଭାଗରେ ଏତେ ବଡ଼ ହ୍ରାସ ଘଟିଲା। ବୁଝିବାକୁ ହେବ ଯେ ଏହା କୌଣସି ଛୋଟ ପରିବର୍ତ୍ତନ ନୁହେଁ, ଏହା ଲୋକଙ୍କ ଗଭୀର ଅସନ୍ତୋଷ ଆଉ ଭାଙ୍ଗି ଯାଇଥିବା ବିଶ୍ୱାସର ଏକ ସ୍ପଷ୍ଟ ଇସାରା। ତେବେ ଆଜିର ଏହି ବିଶ୍ଳେଷଣରେ ଆମେ କ'ଣ ଦେଖିବା? ପ୍ରଥମେ ଆମେ ବିସଙ୍ଗତି ବା ଫଳାଫଳକୁ ଦେଖିବା, ତାପରେ ମାଟିର ପ୍ରତିଧ୍ୱନି ଅର୍ଥାତ୍ ଲୋକଙ୍କର ସମସ୍ୟା, ଏହାପରେ ଭୋଟ ସଂଖ୍ୟାର ବିଶ୍ଳେଷଣ, ଫଳାଫଳର କାରଣ, ଆଉ ଶେଷରେ ଆଗକୁ କ'ଣ ପଦକ୍ଷେପ ନିଆଯାଇପାରେ ତାର ଏକ ରୂପରେଖା। ତେବେ ପ୍ରକୃତରେ ହେଲା କ'ଣ? 2024 ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ବିଜୟ କୁମାର ଦଳବେହେରା 6 ଥରର ବିଧାୟକଙ୍କୁ ପରାସ୍ତ କଲେ, ଆଉ ଜିତିବାର ବ୍ୟବଧାନ ଥିଲା 23,479 ଭୋଟ। ଯେଉଁ ଆସନକୁ ବିଜେଡି ଏକଦମ ସୁରକ୍ଷିତ ବୋଲି ଧରି ନେଇଥିଲା, ସେଇଠି ଏତେ ବଡ଼ ପରାଜୟ ସତରେ ଏକ ଶକ୍ତ ଧକ୍କା ଥିଲା। ଫଳାଫଳ କ'ଣ ହେଲା ତାହା ତ ସ୍ପଷ୍ଟ, କିନ୍ତୁ ପ୍ରଶ୍ନ ହେଉଛି ଏମିତି କାହିଁକି ହେଲା? ଏହାକୁ ବୁଝିବା ସବୁଠୁ ଜରୁରୀ। ଏଥିପାଇଁ ଆମକୁ ରାଜନୀତିରୁ ବାହାରି ବରମ୍ବାର ମାଟିକୁ ଯିବାକୁ ପଡ଼ିବ। ଲୋକଙ୍କର ପ୍ରକୃତ ସମସ୍ୟା କ'ଣ ତାହା ଶୁଣିବାକୁ ପଡ଼ିବ, କାରଣ ପ୍ରକୃତ ରାଜନୀତି ନାରାରେ ନୁହେଁ, ଲୋକଙ୍କର ଦୈନନ୍ଦିନ ସମସ୍ୟାର ସମାଧାନରେ ହିଁ ଥାଏ। ତେବେ ଲୋକଙ୍କ ଅସନ୍ତୋଷର ମୂଳରେ କ'ଣ ଥିଲା? ତାଲିକା ଦେଖିଲେ ଜଣାପଡ଼ୁଛି ଯେ 2ଟି ସମସ୍ୟା ସବୁଠୁ ଗମ୍ଭୀର ଥିଲା: ଭିତ୍ତିଭୂମି ଆଉ କୃଷି, ମାନେ ଭଙ୍ଗା ରାସ୍ତା ଆଉ ଶୁଖିଲା କେନାଲ। ଏହି 2ଟି ଜିନିଷ ଲୋକଙ୍କ ଜୀବନ ଜୀବିକାକୁ ସିଧାସଳଖ ପ୍ରଭାବିତ କରୁଥିଲା। ଏହା ସହିତ କାମଧନ୍ଦାର ଅଭାବ ଏବଂ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ, ଏ ସବୁ ମିଶି ଏକ ବଡ଼ ଅସନ୍ତୋଷ ସୃଷ୍ଟି କରିଥିଲା। ଏହି ଗୋଟିଏ ବାକ୍ୟରେ ପୂରା ଅଞ୍ଚଳର କଷ୍ଟ ବୁଝି ହେଉଛି। ଯେତେବେଳେ ପ୍ରତିଶ୍ରୁତି ବାରମ୍ବାର ଭାଙ୍ଗେ ଆଉ ମୌଳିକ ସୁବିଧା ବି ମିଳେନି, ସେତେବେଳେ ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଏ। ଆଉ ଏଇଠି ଗୋଟିଏ ମୌଳିକ କଥା ବୁଝିବା ଦରକାର। ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି। ଯେତେବେଳେ ରାସ୍ତା, ପାଣି ଭଳି ମୌଳିକ ସୁବିଧା ମିଳେନି, ଏହା କେବଳ ଅସୁବିଧା ନୁହେଁ, ଏହା ସେହି ସମ୍ମାନ ଉପରେ ଆଘାତ। ଜନତାଙ୍କ ସ୍ୱରକୁ ଶୁଣିବା ହିଁ ପ୍ରକୃତ ଲୋକତନ୍ତ୍ର। ଠିକ୍ ଅଛି, ଲୋକଙ୍କ ମନର କଥା ତ ବୁଝିଲେ। ଏବେ ଆସନ୍ତୁ ଦେଖିବା ଏହି ଅସନ୍ତୋଷ ଭୋଟ ସଂଖ୍ୟାରେ କେମିତି ଦେଖାଗଲା। କାରଣ ରାଜନୀତିରେ ଭାବନା ଯେତିକି ଜରୁରୀ, ସଂଖ୍ୟା ତାଠୁ ବି ବେଶୀ। ସଂଖ୍ୟା କେବେ ମିଛ କୁହେନି। ଏହି ସଂଖ୍ୟାଗୁଡ଼ିକ ପୁରା କାହାଣୀକୁ ଏକଦମ ସ୍ପଷ୍ଟ କରିଦେଉଛି। 2019ରେ ବିଜେଡିର ଭୋଟ ଥିଲା 52.1%। 2024ରେ ତାହା ଖସି ଆସିଲା 33.8%କୁ। କିନ୍ତୁ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପିର ଭୋଟ। 2019ରେ ସେମାନଙ୍କର ଭୋଟ ଥିଲା 41.7%, ଯାହାକି 2024ରେ ସିଧା 16.6%କୁ ଖସି ଆସିଲା। ଏହାର ଅର୍ଥ ସ୍ପଷ୍ଟ, ବିଜେଡି ଓ ବିଜେପି ଉପରୁ ଅସନ୍ତୁଷ୍ଟ ଥିବା ଭୋଟରମାନେ ଏକାଠି ହୋଇ ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟ ଦେଲେ। ଏଠାରେ ଆଉ ଗୋଟିଏ କଥା ଦେଖିବାକୁ ହେବ, ମତଦାନର ହାର। ଉଭୟ ନିର୍ବାଚନରେ ଏହା ପ୍ରାୟ 84% ରହିଥିଲା। ଏହାର ଅର୍ଥ କ'ଣ? ଲୋକେ ଉଦାସୀନ ହୋଇ ଘରେ ବସି ନଥିଲେ, ସେମାନେ ବାହାରକୁ ଆସିଲେ ଏବଂ ଏକ ସଚେତନ ନିଷ୍ପତ୍ତି ନେଲେ। ଏହା ଥିଲା ଏକ ସକ୍ରିୟ ପ୍ରତ୍ୟାଖ୍ୟାନ, ଉଦାସୀନତା ନୁହେଁ। 2024ର ଏହି ପରାଜୟ କୌଣସି ଆକସ୍ମିକ ଘଟଣା ନଥିଲା। ଏହା ପଛରେ 2 ଦଶନ୍ଧିର କ୍ରମାଗତ ହ୍ରାସର ଏକ ଧାରା ରହିଥିଲା। 2000 ମସିହାରେ 81.7% ଭୋଟରୁ ଆରମ୍ଭ ହୋଇ ଏହା ଧୀରେ ଧୀରେ କମି 2019ରେ 52.1%ରେ ପହଞ୍ଚିଥିଲା। ସେଇଟା ହିଁ ଥିଲା ପ୍ରକୃତ ସତର୍କ ଘଣ୍ଟି। କିନ୍ତୁ ଲାଗୁଛି ସେଇ ଘଣ୍ଟିର ଶବ୍ଦକୁ କେହି ଗୁରୁତ୍ୱ ଦେଲେ ନାହିଁ। 18%ରୁ ଅଧିକ ଭୋଟ ସ୍ୱିଂ କେବେ ବି କୌଣସି ଗୋଟିଏ ଜାତି ବା ସମ୍ପ୍ରଦାୟ ଦ୍ୱାରା ସମ୍ଭବ ନୁହେଁ। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଅସନ୍ତୋଷ କୌଣସି ଗୋଟିଏ ବର୍ଗରେ ସୀମିତ ନଥିଲା,
ଏହା ସମାଜର ପ୍ରତ୍ୟେକ ସ୍ତରରେ ବ୍ୟାପିଥିଲା। ଏହା କୌଣସି ଜାତିଗତ ସମୀକରଣର ଭୁଲ ନଥିଲା, ଏହା ଥିଲା ଶାସନ ଉପରେ ବିଶ୍ୱାସ ଅଭାବ। ବର୍ତ୍ତମାନ ଆମେ ତଥ୍ୟରୁ ଆଗକୁ ବଢ଼ି ଏହି ପରାଜୟର ମୂଳ କାରଣଗୁଡ଼ିକ ବିଶ୍ଳେଷଣ କରିବା। ଏହାକୁ ବୁଝିବା ପାଇଁ ଆମକୁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଉଭୟ ଦିଗକୁ ଦେଖିବାକୁ ପଡ଼ିବ। ଦେଖନ୍ତୁ, ଗୋଟେ ପଟେ ଥିଲା 6 ଥରର ଅଭିଜ୍ଞତା ଏବଂ ସରକାରୀ ଯୋଜନାର ଶକ୍ତି, କିନ୍ତୁ ଅନ୍ୟପଟେ ସେହି ଦୀର୍ଘକାଳୀନ ଶାସନ ହିଁ ଏକ ପ୍ରକାର ନେତୃତ୍ୱ କ୍ଲାନ୍ତି ଓ ସ୍ଥିରତାର ଭାବନା ସୃଷ୍ଟି କରିଥିଲା। ଯୁବପିଢ଼ି ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ଏମିତିରେ ଦୀର୍ଘ ଶାସନ ଏକ ଦୁଇଧାରୀ ଖଣ୍ଡା ଭଳି କାମ କଲା। ବାହାରର ପରିସ୍ଥିତିକୁ ଦେଖିଲେ ବିଜେପିର ଭୋଟ କମିଯିବା ଏକ ସୁଯୋଗ ସୃଷ୍ଟି କରିଥିଲା, କିନ୍ତୁ ବିପଦ ମଧ୍ୟ କମ୍ ନଥିଲା। ଯଦି ଲୋକଙ୍କର ସେହି ମୌଳିକ ସମସ୍ୟାଗୁଡ଼ିକର ସମାଧାନ ଏବେ ବି ନ ହୁଏ, ତେବେ ଏହି ଅସନ୍ତୋଷ ଆହୁରି ବଢ଼ିବ। ଆଉ ନୂଆ ବିଧାୟକ ଏହାର ଫାଇଦା ନେଇ ନିଜ ସ୍ଥିତିକୁ ଆହୁରି ମଜବୁତ କରିପାରନ୍ତି। ଠିକ୍ ଅଛି, ଏପର୍ଯ୍ୟନ୍ତ ଆମେ ସମସ୍ୟାକୁ ବୁଝିଲେ, କିନ୍ତୁ କେବଳ ସମସ୍ୟା ବିଶ୍ଳେଷଣ କଲେ ତ ହେବନି, ସମାଧାନର ରାସ୍ତା ବି ଖୋଜିବାକୁ ପଡ଼ିବ। ତେବେ ଏହି ହଜିଯାଇଥିବା ବିଶ୍ୱାସକୁ ପୁଣିଥରେ କେମିତି ଫେରାଇ ଅଣାଯାଇପାରିବ? ସବୁଠାରୁ ପ୍ରଥମ ଆଉ ଜରୁରୀ ପରିବର୍ତ୍ତନ ହେଉଛି ଭାବମୂର୍ତ୍ତିରେ। ଅଭିଜ୍ଞ ଜନସେବକର ଛବି ଏବେ ଲୋକଙ୍କଠାରୁ ଦୂରତାର ପ୍ରତୀକ ପାଲଟିଯାଇଛି। ତା ବଦଳରେ ବିକାଶର ଚାମ୍ପିୟନର ଭାବମୂର୍ତ୍ତି ଦରକାର। ମାନେ ଜଣେ ଏମିତି ନେତା ଯିଏ ଲୋକଙ୍କ ସମସ୍ୟାକୁ ନିଜର ଭାବି ତାର ସମାଧାନ ପାଇଁ ସକ୍ରିୟ ଭାବରେ ଲଢ଼େଇ କରୁଥିବ। ଏଥିପାଇଁ ଏକ ପର୍ଯ୍ୟାୟକ୍ରମିକ ଯୋଜନା ଆବଶ୍ୟକ। ପ୍ରଥମେ ଲୋକଙ୍କୁ ଶୁଣିବା, ତାପରେ ଯାହା ଦରକାର ତାହା କରି ଦେଖାଇବା, ନିୟମିତ ଯୋଗାଯୋଗ ରଖିବା, ସଂଗଠନକୁ ମଜବୁତ କରିବା ଆଉ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା ତିଆରି କରିବା। ଏବଂ ଏହି ଅଭିଯୋଗ ପ୍ରକୋଷ୍ଠ ସ୍ଥାପନ କରିବା ବେଳେ ଗୋଟିଏ କଥା ମନେ ରଖିବାକୁ ହେବ, ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଅତ୍ୟନ୍ତ ଜରୁରୀ। ଭାରତର ଡିପିଡିପି ଆଇନ ଅନୁସାରେ ଲୋକଙ୍କ ସୂଚନା ସେମାନଙ୍କର ଅନୁମତିରେ ଏବଂ କେବଳ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ହିଁ ବ୍ୟବହାର କରାଯିବା ଉଚିତ। ବିଶ୍ୱାସ ଫେରାଇ ଆଣିବାକୁ ହେଲେ ଏହି ସ୍ୱଚ୍ଛତା ନିହାତି ଆବଶ୍ୟକ। ଆଉ ଆଜିକାଲିର ଦୁନିଆରେ ମାଟିରେ କରାଯାଉଥିବା କାମକୁ ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ହ୍ୱାଟ୍ସଆପ୍, ସ୍ଥାନୀୟ ଭାଷାରେ ଛୋଟ ଛୋଟ ଭିଡିଓ ଏବଂ ଗୁଜବକୁ ରୋକିବା ପାଇଁ ତଥ୍ୟ ଯାଞ୍ଚ, ଏସବୁ ଆଧୁନିକ ଉପକରଣ ବ୍ୟବହାର କରିବାକୁ ହେବ। ତେବେ ଶେଷରେ ପ୍ରଶ୍ନଟିଏ ରହିଲା, ଦୀର୍ଘକାଳୀନ ଶାସନ ପ୍ରକୃତରେ ଶକ୍ତିର ଏକ ଦୁର୍ଗ ନା ଧୀରେ ଧୀରେ ଆସୁଥିବା କ୍ଲାନ୍ତିର ଏକ ଭିତ୍ତିଭୂମି? ଏହି ପ୍ରଶ୍ନର ଉତ୍ତର ସମୟ ହିଁ ଦେବ। If you want to become a people-centric leader and uplift your constituency, get in touch with blueprintstrategies.ai at mgr@blueprintstrategies.ai or call 080-4204-1602. Purpose Beyond Politics.